आज ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଚାଷୀଟିଏ ଏହି ଦିନକୁ ଅନାଇ ରହିଥାଏ କିଭଳି ପ୍ରଭୁଙ୍କୁ ସ୍ମରଣ କରି ନିଜ ଜମିରେ ପ୍ରଥମ ଧାନ ବୀଜ ବା ଅକ୍ଷିମୁଠି ଅନୁକୂଳ କରିବ। ଯେପରି ଜମିରୁ ଭଲ ଅମଳ ହେବ ଆଉ ବର୍ଷକ ଯାଏ ତାଙ୍କ ପରିବାରର ପେଟ ପୁରି ଉଠିବ। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କାହିଁ ଆବାହନ କାଳରୁ କରିଆସୁଛନ୍ତି। ସେପଟେ ଆଜି ସକାଳୁ ସକାଳୁ କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଅନ୍ତର୍ଗତ ଅଶିଳେଶ୍ୱର କଣ୍ଟେଳ ଗ୍ରାମର ଚାଷୀ ଅଜୟ କୁମାର ବଳଙ୍କ ଘରେ ପାରମ୍ପରିକ ରୀତିରେ ନୂଆ ବସ୍ତ୍ର ପରିଧାନ କରି ନିଜ ଘରେ କୁଳ ଦେବତାଙ୍କ ନିକଟରେ ଟୋକେଇ ଭିତରେ ଗଉଣୀରେ ଖତ ଧାନ ଲଙ୍ଗଳ ଆଦିକୁ ସିନ୍ଦୁର ଧୂପ ଦୀପ ନୈବେଦ୍ୟ ଦେଇ ପୂଜା ଅର୍ଚ୍ଚନା କରାଯାଇଥିଲା। ଆଜି ହେଉଛି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି। ଏହି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା କୁହାଯାଏ। ଆମେ ସାଧାରଣତଃ ଆଜି ଚାଷୀମାନଙ୍କର କେତେ ମନରେ ଆନନ୍ଦ କେତେ ଉଲ୍ଲାସ ତାହା ବର୍ଣ୍ଣନା କରିବା ସମ୍ଭବ ନୁହଁ। ଆମେ ପ୍ରତିବର୍ଷ ଅପେକ୍ଷା କରିଥାଉ ଅକ୍ଷୟ ତୃତୀୟା କେବେ ଆସିବ। ଏ ଅକ୍ଷୟ ତୃତୀୟାରେ ଆମେ ଯଦି ବିହନ ଅନୁକୂଳ କରୁ ତାହେଲେ ଆମର ଗୋଟେ ପ୍ରଗାଢ଼ ବିଶ୍ୱାସ ରହିଛି ଆଉ ଆମର ଫସଲ କ୍ଷୟ ହେବନି। ଆମେ ସମସ୍ତେ ଚାଷୀ ଭାଇ ଆମେ ନିଶ୍ଚିତ ଭାବରେ ଭଲ ଫସଲ ହେବ ବୋଲି ଆମର ଗୋଟେ ଆଶା ବିଶ୍ୱାସ ହେଉଛି ମଧ୍ୟ କିଛି ଆଜି ଦ୍ୱିତୀୟ ମତ ନାହିଁ। ଆଜି ଆମେ ଚାଷୀ ଭାଇମାନେ ନୂତନ ବସ୍ତ୍ର ପିନ୍ଧି ନୂତନ ଘରେ ପିଠା ପଣା ଖାଇ ଅତି ଆନନ୍ଦର ସହିତ ଏ କୃଷିଭିତ୍ତିକ ପର୍ବକୁ ପାଳନ କରୁଅଛୁ। ଏ କେଉଁ କାଳରୁ ଯେ ପାଳନ କରାଯାଉଛି ତାହା ଆମେ ଏଇଟା ଅବର୍ଣ୍ଣନୀୟ। କିନ୍ତୁ ଯେତିକି ଆମେ ଲକ୍ଷ୍ୟ କରିଛୁ ଆମ ଜେଜେବାପା ଠାରୁ ଆମେ ଶିଖିଛୁ ଆମ ବାପାଙ୍କ ଠାରୁ ଆମେ ଛୋଟ ହେଇଥିଲୁ ଆମେ ଜେଜେବାପା ସହିତ ଆସୁଥିଲୁ ଅକ୍ଷିମୁଠି ପକାଇବା ପାଇଁ ବାପାଙ୍କ ସହିତ ଆସୁଥିଲୁ ଅକ୍ଷିମୁଠି ପକାଇବା ପାଇଁ। ଆଜ୍ଞା ଯେତେବେଳେ ଆମେ ବର୍ତ୍ତମାନ ଆମକୁ 60 ବର୍ଷ ହେଲାଣି ଆମେ ବି ଆସୁଛୁ ଆଜି ଅକ୍ଷିମୁଠି ପକାଇ ଆମ ପିଲା ଆଜି ନାହାନ୍ତି କିନ୍ତୁ ସିଏ ବି ଆମ ସାଙ୍ଗରେ ଆସନ୍ତି। ସେ ପିଲାମାନେ ଶିଖନ୍ତି ଆମଠାରୁ ଶିଖିଛନ୍ତି। ଏ କାମ କୃଷି କାର୍ଯ୍ୟ ସାଧାରଣତଃ ଆମେ ଏଇ ଅକ୍ଷୟ ତୃତୀୟା ହିଁ ଆରମ୍ଭ କରୁ ଯାହାକି ଚାଷୀର ଗୋଟେ କହନ୍ତି ଅନୁକୂଳ ପର୍ବକୁ କୁହାଯାଏ। ଚାଷୀମାନଙ୍କର ଏଇଟା ଅନୁକୂଳ ପର୍ବ। এই ପର୍ବରେ ସାଧାରଣତଃ ଚାଷୀ ତାର ବର୍ଷ ଯାକ କିଭଳି ଭଲ ଶସ୍ୟ ହେବ ମା ଲକ୍ଷ୍ମୀ ଆହ୍ୱାନ କରନ୍ତି। ମା ମାଟି ପୂଜା କରିସାରିବା ପରେ ମା ଲକ୍ଷ୍ମୀ ଆହ୍ୱାନ କରନ୍ତି ଏ ମା ତୁମେ ଆସି ଆମ ଚାଷୀ ଭାଇମାନଙ୍କ ପାଖରେ ଆସି ପହଞ୍ଚି ଆମ ବିଲରେ ଆମକୁ ଧନ ଧାନ୍ୟ ପରିପୂରଣ କରନ୍ତୁ। ଏତିକି ଆମେ ମା ଲକ୍ଷ୍ମୀ ପାଖରେ ଅତି ଭକ୍ତିର ସହିତ ଆମେ ପୂଜା କରୁ। ଆମର ତ ସବୁ ବର୍ଷ ପରମ୍ପରା ଅକ୍ଷୟ ତୃତୀୟା ପୂଜା ପାଠ ହୁଏ। ଆଉ ନୂଆ ଧାନ ବିଲକୁ ଯାଏ ଟୋକେଇରେ ଗୋଟେ ଟୋକେଇ ଗଉଣୀ ସବୁ ଧୁଆ ହେଇକି ଚିତା ଦିଆ ହୁଏ ତା ଦେହରେ ସିନ୍ଦୁର ମରା ହୁଏ ସବୁ ହେଇକି ନଗଣ ଲୁହା ସବୁ ଯାଏ ବିଲକୁ। ମୋ ସ୍ୱାମୀକୁ ମୁଁ ସଜ କରିକି ସବୁ ଦିଏ। ଆଉ କଳସ ବସେ ଭୋଗ ହୁଏ ପଣା ହୁଏ। ଆଉ ସେଦିନ ପିଠା ପଣା ନୂଆ ଲୁଗା ସବୁ ପିନ୍ଧନ୍ତି। ଆଉ ଗୋଟେ ଖୁସିର ଦିନ ସେଦିନ ବହୁତ ଖୁସି ଲାଗେ। ଆଜିକି 30 ବର୍ଷ ହେଲା ମୁଁ କରୁଛି। ଆଉ ମୋ ପରେ ବି ମୋ ପୁଅ ବୋଉ ବି କରିବେ। ମୋ ପୁଅର ଚାଷ ପ୍ରତି ବହୁତ ଆଗ୍ରହ ତାର। ହଁ ନିଶ୍ଚୟ ବଞ୍ଚି ରହିବ। ମୁଁ ଆଜ୍ଞା ବହୁତ ଦିନରୁ ଦେଖି ଆସୁଛି ଏଇ ଯେଉଁ ପରମ୍ପରାଟା ଏଠି ଚାଲିଛି ତାକୁ ସୁଚାରୁ ରୂପେ ତୁଲାଉଛନ୍ତି। ଆଉ ପ୍ରତିବର୍ଷ ଏଇ ଯେଉଁ ପର୍ବରେ ଭାଉଜ ପୂଜା ଅର୍ଚ୍ଚନା ସାରି ଭାଇଙ୍କି ଦିଅନ୍ତି। ସିଏ ଯେଉଁ ଅକ୍ଷିମୁଠି ଆମର ଚାଷ ଜମିକି ଯାଇ ସିଏ ତାକୁ ଠିକ୍ସେ ତୁଲାଇକି ଆସନ୍ତି। ହଁ ଇଏ ଗୋଟେ ଖୁସିର ପର୍ବ ଗୋଟେ ଆଉ ଇଏ ସେଇଟାକୁ ଠିକ୍ସେ ପାଳନ କରୁଛନ୍ତି। ଆଗାମୀ ପିଢ଼ି କେଉଁ ଜାଗାରେ କ'ଣ ହେବ କିନ୍ତୁ ଏଠି ଏଇଟା ବଜାୟ ରହିବ। ଏହା ସହିତ ପୂଜାର୍ଚ୍ଚନା ସରିବା ପରେ ଚାଷୀ ଏକ ମୁହାଁ ହୋଇ ବିଲକୁ ଯାଇ ସେଠାରେ ମାଟି ମା'କୁ ମୁଣ୍ଡିଆ ମାରି ଖତ ଧାନ ରଖି ପୂଜାର୍ଚ୍ଚନା କରିଥିଲେ। ଏହାପରେ ବିଲରେ ଚାଷୀ ଅକ୍ଷିମୁଠି ପକାଇ ଅନୁକୂଳ ଆରମ୍ଭ କରିଥିଲେ। ଯେପରିକି ମା'ଙ୍କ କୃପାରୁ ଏହି ବର୍ଷ ଭଲ ଫସଲ ହେଉ ଏହା ଭିକ୍ଷା କରିଥିଲେ ଚାଷୀ ଅଜୟ। ସାଲେପୁର ଯଶବନ୍ତ ସିଂଙ୍କ ରିପୋର୍ଟ, ମହାଭାରତ ଲାଇଭ୍।